ଏକ ନମ୍ବର, ସମସ୍ତଙ୍କୁ ସ୍ନେହ ଏବଂ ସମ୍ମାନ ଦେଇ ଆଗକୁ ବଢ଼ାଇବା। ବାବା ଅତି ସ୍ନେହ ଓ ମଧୁର ହସ ସହିତ ମିଠେ ବଚ୍ଚେ, ଶିକିଲ ଦେ ବଚ୍ଚେ, ନୂରେ ରତ୍ନ ଆଦି ଶବ୍ଦ ବ୍ୟବହାର କରି ପିଲାମାନଙ୍କ ମଧ୍ୟରେ ଉତ୍ସାହ ଭରି ଦେଉଥିଲେ। ଏହି ନିଃସ୍ୱାର୍ଥପର ପ୍ରେମ ଦ୍ୱାରା ଆତ୍ମା ଶୀତଳତା ଓ ସୌଭାଗ୍ୟ ଅନୁଭବ କରେ। 2 ନମ୍ବର, ପ୍ରତ୍ୟେକ ଈଶ୍ୱରୀୟ ନିୟମ ଅନୁସାରେ ଚାଲିବା ଓ ଚଲାଇବା। ବାବା କହୁଥିଲେ ଯେ ନିୟମରେ ହିଁ ଲାଭ ଅଛି, ତେଣୁ କେବେ ବି ଈଶ୍ୱରୀୟ ନିୟମ ଛାଡ଼ନ୍ତୁ ନାହିଁ। ଯଦି କାହାର ଦୋଷ ଦେଖୁଛନ୍ତି ତେବେ ଏହାକୁ ପ୍ରଘଟ ନ କରି କେବଳ ଶିବ ବାବାଙ୍କୁ ଜଣାନ୍ତୁ। କାହାର ଅଭାବକୁ ପୂରଣ କରିବାରେ ହିଁ ମହାନତା ଅଛି। 3 ନମ୍ବର, ପ୍ରତ୍ୟେକଙ୍କ ଗୁଣକୁ ଦେଖି ସେବା କାର୍ଯ୍ୟରେ ଲଗାଇବା। ବାବା କେବେ କାହାର ଅବଗୁଣ ଦେଖୁନଥିଲେ। ସେ ପିଲାମାନଙ୍କର ବିଶେଷ ଗୁଣଗୁଡ଼ିକୁ ଚିହ୍ନଟ କରି ସେମାନଙ୍କୁ ଲୋକ କଲ୍ୟାଣ କାର୍ଯ୍ୟରେ ନିୟୋଜିତ କରୁଥିଲେ। 4 ନମ୍ବର, ନିଜେ ପରିଶ୍ରମ କରି ଦେଖାଇବା। ବୃଦ୍ଧ ଶରୀର ସତ୍ତ୍ୱେ ବାବା ଦିନକୁ 18 ଘଣ୍ଟାରୁ ଅଧିକ ସମୟ ସେବାରେ ନିୟୋଜିତ ରହୁଥିଲେ। ସେ କହୁଥିଲେ ଯେ ଯିଏ ଯେତେ ଯଜ୍ଞ ସେବା କରିବ ତାକୁ ସେତେ ବଳ ମିଳିବ ଓ ଆୟୁ ବୃଦ୍ଧି ପାଇବ। 5 ନମ୍ବର, ସମସ୍ତଙ୍କୁ ଖୁସି କରାଇବା ଓ ହାଲୁକା କରିବା। ବାବାଙ୍କ ମଧୁର ହସ ଦେଖିଲେ ହିଁ ଦୁଃଖ ଓ ଚିନ୍ତା ଦୂର ହୋଇଯାଉଥିଲା। ସେ ପିଲାମାନଙ୍କୁ ସାହସ ଦେଇ କହୁଥିଲେ ଯେ ମାୟାର ବିଘ୍ନ ଆସିଲେ ମଧ୍ୟ ଘାବରେଇ ଯାଅ ନାହିଁ, କାରଣ ତୁମେମାନେ ବିଜୟୀ ରତ୍ନ ଅଟ। 6 ନମ୍ବର, ଆଳସ୍ୟ ଓ ଅବହେଳାରୁ ମୁକ୍ତ ଏବଂ ନିଦ୍ରାଜିତ। ବାବାଙ୍କ ଜୀବନର ଆଳସ୍ୟ ନାମ ଗନ୍ଧ ନଥିଲା। ସେ କୌଣସି ବି କାର୍ଯ୍ୟକୁ ଅଧା ମନରେ କରୁନଥିଲେ, ବରଂ ପୂର୍ଣ୍ଣ ଉତ୍ସାହର ସହ ସମ୍ପୂର୍ଣ୍ଣ କରୁଥିଲେ। 7 ନମ୍ବର, ମୁଁପଣର ସମ୍ପୂର୍ଣ୍ଣ ତ୍ୟାଗ। ବାବା ନିଜର ସ୍ୱରୂପକୁ ଏତେ ସାଧାରଣ ରଖୁଥିଲେ ଯେ କେହି ଜାଣି ପାରୁନଥିଲେ ସେ ପ୍ରଜାପିତା ବ୍ରହ୍ମା ଅଟନ୍ତି। ତାଙ୍କ ପାଖରେ ମାନ ସମ୍ମାନର କୌଣସି ଇଚ୍ଛା ନଥିଲା, ଯେଉଁଥିପାଇଁ ସେ ସଦା ଅଚଳ ଓ ଅଟଳ ଥିଲେ। 8 ନମ୍ବର, ବ୍ରହ୍ମା ବାବା ସର୍ବଶ୍ରେଷ୍ଠ ଯୋଗୀ। କଥାବାର୍ତ୍ତା କରୁ କରୁ ବାବା ହଠାତ୍ ଅଶରୀରୀ ଅବସ୍ଥାକୁ ଚାଲି ଯାଉଥିଲେ। ତାଙ୍କର ଦୃଷ୍ଟି ପଡ଼ିବା ମାତ୍ରେ ଅନ୍ୟମାନେ ମଧ୍ୟ ନିଜକୁ ଶରୀରଠାରୁ ଭିନ୍ନ ଅନୁଭବ କରୁଥିଲେ। 9 ନମ୍ବର, ସଦା ନିଶ୍ଚିନ୍ତ ଏବଂ ଅଚଳ ସ୍ଥିତି। ଶାରୀରିକ ଅସୁସ୍ଥତା ସମୟରେ ମଧ୍ୟ ବାବା ନିଶ୍ଚିନ୍ତ ଥିଲେ। ସେ କହୁଥିଲେ ଯେ ଏହା ଏକ ପୁରୁଣା ଶରୀର, ଯାହାକୁ ମରାମତି କରି ଚଳାଇବାକୁ ପଡ଼ିବ। ପରମାତ୍ମାଙ୍କ ସ୍ମୃତିରେ ରହିଲେ କୌଣସି ପରୀକ୍ଷା ସ୍ଥିତି ବିଗାଡ଼ି ପାରିବ ନାହିଁ। 10 ନମ୍ବର, ସଦା ଅପାର ବେହଦର ଖୁସି। ଶିବ ବାବାଙ୍କ ସହିତ ମିଳନର ଖୁସି ବାବାଙ୍କ ପାଖରେ ଏତେ ଥିଲା ଯେ ଅଶାନ୍ତ ଆତ୍ମା ମଧ୍ୟ ତାଙ୍କ ନିକଟରେ ଶାନ୍ତି ପାଉଥିଲା। ବାବା କହୁଥିଲେ, ଯେତେବେଳେ ସର୍ବଶକ୍ତିମାନ ଶିବ ବାବା ମିଳିଛନ୍ତି ତେବେ ଖୁସି ସର୍ବଦା ରହିବା ଉଚିତ। 11 ନମ୍ବର, ସାଗର ସମାନ ଗମ୍ଭୀର। ସାଗର ଯେପରି ଅଳିଆକୁ ନିଜ ଭିତରେ ନ ରଖି କୂଳକୁ ଫିଙ୍ଗି ଦିଏ, ସେହିପରି ମନ ଭିତରେ କୌଣସି ଖରାପ କଥା ରଖିବା ଉଚିତ ନୁହେଁ। ଉପରେ ଯେତେ ଲହରୀ ଥିଲେ ମଧ୍ୟ ସାଗର ଭିତରେ ଶାନ୍ତ ରହିଥାଏ, ସେହିପରି ଆମକୁ ଗମ୍ଭୀର ହେବାକୁ ପଡ଼ିବ। 12 ନମ୍ବର, ସାଧାରଣ ଜୀବନ ଓ ସଦ୍ବ୍ୟବହାର। ବାବା ଅତ୍ୟନ୍ତ ସାଧାରଣ କୋଠରୀରେ ରହୁଥିଲେ ଏବଂ ସମସ୍ତଙ୍କ ସହ ସମ୍ମାନର ସହ କଥା ହେଉଥିଲେ। ତାଙ୍କର ମଧୁର ବ୍ୟବହାର ଯୋଗୁଁ ତାଙ୍କ ନିବାସ ସ୍ଥାନର ନାମ ଥିଲା ମଧୁବନ ହୋଇଥିଲା। 13 ନମ୍ବର,
ସ୍ନେହ ସଂରକ୍ଷଣ ଏବଂ ସହାୟତା ଦେବାରେ ନିପୁଣ। ଜଣେ ପିତା ନିଜ ସନ୍ତାନଙ୍କ ଉନ୍ନତି ଦେଖି ଯେପରି ଖୁସି ହୁଅନ୍ତି, ବାବା ମଧ୍ୟ ସେହିପରି ଖୁସି ହେଉଥିଲେ। ସେ ପତ୍ର ମାଧ୍ୟମରେ ସମସ୍ତଙ୍କର ଉତ୍ସାହ ବଢାଉଥିଲେ ଏବଂ ମାୟାରୁ ରକ୍ଷା କରୁଥିଲେ। 14 ନମ୍ବର, ସମସ୍ତଙ୍କ ମଧ୍ୟରେ ଯୋଗ୍ୟତା ଭରିବାର କଳା। ବାବାଙ୍କ ପାଖରେ ଏକ ଅଦ୍ଭୁତ କଳା ଥିଲା ଯେ ସେ ଶିକ୍ଷା ନଥିବା ବ୍ୟକ୍ତିଙ୍କୁ ମଧ୍ୟ ଜଣେ ଅଭିଜ୍ଞ କର୍ମଚାରୀ ଭାବରେ ଗଢି ତୋଳୁଥିଲେ। 15 ନମ୍ବର, ଦେହାତୀତ କରୁଥିବା ଶକ୍ତିଶାଳୀ ଦୃଷ୍ଟି। ବାବାଙ୍କ ଆଖିରୁ ଦେଖିଲେ ଆତ୍ମା ଶରୀରକୁ ଭୁଲି ପରମଧାମକୁ ଯିବାର ଅନୁଭବ କରୁଥିଲା। ଏହା ତାଙ୍କର ଗଭୀର ଯୋଗ ସ୍ଥିତିର ପରିଚୟ ଦେଉଥିଲା। 16 ନମ୍ବର, ଜ୍ଞାନ ଏବଂ ପ୍ରେମର ଅଦ୍ଭୁତ ମିଶ୍ରଣ। ବାବାଙ୍କ ଜୀବନରେ ଜ୍ଞାନ ଓ ପ୍ରେମ ଏପରି ଭାବରେ ଜଡ଼ିତ ଥିଲା ଯେ ତାହାକୁ ଅଲଗା କରିବା ଅସମ୍ଭବ ଥିଲା। ତାଙ୍କର ପ୍ରତ୍ୟେକ କଥାରେ ପ୍ରେମ ଓ ଜ୍ଞାନ ଭରି ରହିଥିଲା। 17 ନମ୍ବର, ଜୀବନରେ ଅଦ୍ଭୁତ ସନ୍ତୁଳନ। ବାବା ଆତ୍ମିକ ସ୍ଥିତି ସହିତ ଶରୀରର ସ୍ୱାସ୍ଥ୍ୟ ପ୍ରତି ବଡ଼ ଧ୍ୟାନ ଦେବାକୁ କହୁଥିଲେ। ସେ କହୁଥିଲେ ଯେ ରୋଗ ବିଷୟରେ ଅଧିକ କଥା ନ ହୋଇ ଔଷଧ ଏବଂ ଆଶୀର୍ବାଦ ଦୁଆ ଉଭୟର ସହାୟତା ନିଅ। 18 ନମ୍ବର, ବାବାଙ୍କର 18 କଦମ ହେଉଛି ଆତ୍ମିକ ଦୃଷ୍ଟି ଏବଂ ସମସ୍ତଙ୍କର ଶୁଭଚିନ୍ତକ। ବାବା ସମସ୍ତଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖୁଥିଲେ ଏବଂ ସମସ୍ତଙ୍କୁ ସମାନ ସ୍ନେହ ଦେଉଥିଲେ। ସେ ସର୍ବଦା ଶିକ୍ଷା ଦେଉଥିଲେ ଯେ କାହାର ଅମଙ୍ଗଳ ଚିନ୍ତା କର ନାହିଁ କିମ୍ବା ମୁଖରେ ଅଶୁଭ କୁହ ନାହିଁ। ବାବାଙ୍କ ଏହି ଗୁଣ ଗୁଡ଼ିକ ଅନୁସରଣ କରି ଆମେ ସମସ୍ତଙ୍କ ପାଇଁ ଏକ ଉଦାହରଣ ହେବା ଉଚିତ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି। ଶୁକ୍ରିୟା।